ଆପଣ କ'ଣ ସତରେ ନିଜର ବାର୍ଥଡେ ପାଳନ କରନ୍ତି? ଗୁଡ୍, ଭେରି ଗୁଡ୍। ହାପି ବାର୍ଥଡେ ଟୁ ୟୁ। ଆଉ ନିଜର ସ୍ୱାମୀଙ୍କର ବା ସ୍ତ୍ରୀଙ୍କର, ପୁଅର ବା ଝିଅର, ନାତି ନାତୁଣୀଙ୍କର, ସେମାନଙ୍କର ବି ବାର୍ଥଡେ ପାଳନ କରନ୍ତି? ଭେରି ଗୁଡ୍। କେଉଁଠି କରନ୍ତି? ଘରେ ନା ହୋଟେଲରେ? ଆଚ୍ଛା, କେମିତି କରନ୍ତି? ନିଶ୍ଚିତ କେକ୍ କାଟୁଥିବେ, ବେଲୁନ୍ ଲଗାଉଥିବେ, କ୍ୟାଣ୍ଡେଲ୍ ଲାଇଟ୍ ସଜାଉଥିବେ, ଆଉ ବ୍ୟାକ୍ଗ୍ରାଉଣ୍ଡରେ Happy birthday to you. ହାପି ବାର୍ଥଡେ ଟୁ ୟୁ ମ୍ୟୁଜିକ୍ ବାଜୁଥିବ। ଏଇଭଳି ତ କରନ୍ତି ନା ନାହିଁ? ଅନେକ ଲୋକ ଏଇଟାକୁ ବର୍ତ୍ତମାନ ହାପି ବାର୍ଥଡେ ସେଲିବ୍ରେସନର ଫ୍ୟାସନ୍ ହିସାବରେ ଗ୍ରହଣ କରିନେଲେଣି। କିନ୍ତୁ କିଛି ଲୋକ ଅଛନ୍ତି, ସେମାନେ ନିଜକୁ କୁହନ୍ତି ଧାର୍ମିକ ଲୋକ। ସେମାନେ କ'ଣ କରନ୍ତି? ସେମାନେ ଯାଆନ୍ତି ମନ୍ଦିରକୁ। ମନ୍ଦିରକୁ ଯାଇକରି ଭଗବାନଙ୍କର ଆଶୀର୍ବାଦ ଭିକ୍ଷା କରନ୍ତି, ପୂଜା ଅର୍ଚ୍ଚନା କରନ୍ତି। ଆଉ ଫେରିଲା ବେଳକୁ ଯେଉଁ ଭିକାରୀମାନେ ସେଠି ବସିଥାନ୍ତି ତାଙ୍କୁ କିଛି ଦାନ ଦକ୍ଷିଣା ଦେଇକରି ଆସିଥାନ୍ତି। ଆଉ କିଛି ଲୋକ ଅଛନ୍ତି, ସେମାନେ ଆଉ ଗୋଟେ ଭିନ୍ନ ପ୍ରକାରର ବାର୍ଥଡେ ସେଲିବ୍ରେଟ୍ କରନ୍ତି। ସେମାନେ କ'ଣ କରନ୍ତି? ତାଙ୍କର ବର୍ଥଡେ ଦିନ ସେମାନେ କୌଣସି ଅନାଥାଶ୍ରମ ବା ବୃଦ୍ଧାଶ୍ରମକୁ ଚାଲିଯାଆନ୍ତି। ସେଠି ସେମାନଙ୍କ ଗହଣରେ କିଛି ସମୟ କଟାନ୍ତି, ସେମାନଙ୍କୁ କିଛି ସାହାଯ୍ୟ ଦିଅନ୍ତି ଏବଂ ଆତ୍ମସନ୍ତୋଷ ଲାଭ କରିଥାନ୍ତି, ପୁଣ୍ୟ ଅର୍ଜନ କଲେ ବୋଲି ଭାବିଥାନ୍ତି। ତେବେ ଗୋଟେ କଥା ଏଠି ମନକୁ ଆସୁଛି ଯେ ଭାରତରେ ଯେତେ ପ୍ରକାର ବାର୍ଥଡେ ସବୁ ପାଳନ କରାଯାଏ, ଆଶାଟା କ'ଣ? ଅଭିପ୍ରାୟଟା କ'ଣ? ଇଚ୍ଛାଟା କ'ଣ? ଅଭିପ୍ରାୟ ହେଲା ଯେ ଆଶୀର୍ବାଦ ପାଇବା, ଶୁଭେଚ୍ଛା ପାଇବା, କିଛି ଉପହାର ବା ଗିଫ୍ଟ ପାଇବା, ଆଉ ଆତ୍ମସନ୍ତୋଷ ପାଇବା, ଆଉ ପୁଣ୍ୟ ଅର୍ଜନ କରିବା। ଏତିକି ତ? କିନ୍ତୁ ଗୋଟେ ଭିନ୍ନ ପ୍ରକାର ବାର୍ଥଡେ ପାଳନ ହେଇଥିଲା ଆମେରିକାର ଫ୍ଲୋରିଡା ସହରରେ। ଶୁଣିବେ? ଗତ ବର୍ଷ ମାର୍ଚ୍ଚ 24 ତାରିଖ 2025 ମସିହାରେ ଜଣଙ୍କର ବାର୍ଥଡେ ଥିଲା। ଫ୍ଲୋରିଡା ସହରରେ ଜଣେ ମହିଳା ରହୁଥିଲେ, ତାଙ୍କ ନାଁ ହେଉଛି ନାଦଜା। ତାଙ୍କର 4 ବର୍ଷର ଗୋଟିଏ ପିଲା ଥିଲା, ପୁଅ, ତା ନାଁ ହେଉଛି କୋଷ୍ଟା। କୋଷ୍ଟା ତା ମାଆକୁ କହିଲା, ମମି, I want my 4th birthday to be very special. ମମି ପଚାରିଲେ, ହ୍ୱାଟ୍? ଓକେ, ଟେଲ୍ ମି ହ୍ୱାଟ୍ ୟୁ ୱାଣ୍ଟ? କୋଷ୍ଟା କହିଲା, ମମି, I want to sit in the most expensive car on my special birthday. ତାଙ୍କ ମମି ଶୁଣିଲେ ଏବଂ ଚିନ୍ତା କରିବାକୁ ଆରମ୍ଭ କଲେ। ମା ତ ମା, ଯଦି ସ୍ୱର୍ଗରୁ ଚାନ୍ଦ ମଧ୍ୟ ପୁଅ କହିବ, ମା ମନା କରିବନି, ଚେଷ୍ଟା କରିବ ଆଣିକି ଦେବା ପାଇଁ। ଆଉ ଗୋଟେ ମୋଷ୍ଟ ଏକ୍ସପେନ୍ସିଭ୍ କାର୍ରେ ତାଙ୍କ ପୁଅ ବସିବାକୁ ଚାହୁଁଛି, କେମିତି ମନା କରିବେ? କିନ୍ତୁ କିଛି ଚିନ୍ତା କରିପାରିଲେନି ଯେ ଏଇଟା ସମ୍ଭବ କେମିତି ହେବ। ଗୋଟେ ଏକ୍ସପେନ୍ସିଭ୍ କାର୍ର ମୂଲ୍ୟ ହେଉଛି 30 କୋଟି 40 କୋଟି ଆମେରିକାରେ। ଆଉ କ'ଣ ସେ କିଣିପାରିବେ? ନା ଭଡ଼ାରେ ଆଣିପାରିବେ, ନା କେଉଁ ଲୋକ 15 ମିନିଟ୍ ପାଇଁ ଆସିବ। ତେଣୁ କିଛି ଚିନ୍ତା କରିପାରିଲେନି। ତେଣୁ କ'ଣ କଲେ? ତାଙ୍କର ଫେସବୁକ୍ରେ ଗୋଟେ ପୋଷ୍ଟ ଲେଖିଲେ, ମାଇ ସନ୍ କୋଷ୍ଟା ଇଜ୍ ଗୋଇଂ ଟୁ ଅବଜର୍ଭ ହିଜ୍ 4th ବାର୍ଥଡେ ଅନ୍ 24th March 2025. To make his birthday special, can any kind-hearted car owner having an expensive car allow him to sit in the car for 15 minutes? ଏଇ ପୋଷ୍ଟଟା ଜଣେ କାର୍ ଓନର ଦେଖିଲେ, ସେ ତାକୁ ସେୟାର କରିଦେଲେ ତାଙ୍କ ଗ୍ରୁପରେ। ତାପରେ କ'ଣ ହେଇଥିବ? କ'ଣ ଭାବୁଛନ୍ତି ହେଇଥିବ? ଲୋକମାନେ ରେସ୍ପଣ୍ଡ କରିଥିବେ ନା କୋଟେସନ୍ ଦେଇଥିବେ ଯେ ମୁଁ ଏତିକି ଟଙ୍କା ନେବି, ମୁଁ ଏତିକି ଟଙ୍କା ନେବି, ମିନିଟ୍କୁ ମୋତେ 1,00,000 ଟଙ୍କା ଦରକାର, ଏମିତି କିଛି କୋଟେସନ୍ ଆସିଥିବ ନା। ତା ପରଦିନ ସକାଳେ ତାଙ୍କ ଘର ଆଗରେ 50ରୁ 60ଟା ଦାମୀ ଗାଡ଼ି ଲାଗିଛି, ଯେମିତିକି BMW, Audi, Lamborghini, Porsche, ସବୁ କାର୍ର ଦାମ 40 କୋଟି 30 କୋଟି 50 କୋଟି ଲାଇକ୍ ଦ୍ୟାଟ୍। ଆହୁରି ଜାଣିଛନ୍ତି, ଫ୍ଲୋରିଡାର ଟ୍ରାଫିକ୍ ପୋଲିସ ପୁରା ଲାଇନ୍ କରି ଛିଡ଼ା ହୋଇଛନ୍ତି ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ।
ସବୁ କାର୍ରେ ଲେଖା ହେଇଛି ୱେଲକମ୍ କୋଷ୍ଟା, ହାପି ବର୍ଥଡେ ଟୁ ୟୁ। ଯେତେବେଳେ ସକାଳେ କୋଷ୍ଟା ତା ମା ଏବଂ ତାର ଫ୍ୟାମିଲି ମେମ୍ବର ସହିତ ବାହାରକୁ ବାହାରନ୍ତି, ଏ ଚିତ୍ର ଦେଖିକିରି ସ୍ତମ୍ଭୀଭୂତ, ଆଶ୍ଚର୍ଯ୍ୟ, ହ୍ୱାଟ୍ ଏ ସିନ୍, ହ୍ୱାଟ୍ ଏ ଗ୍ରେଟନେସ୍ ଅଫ୍ ଦ ଫ୍ଲୋରିଡା ସିଟିଜେନ୍ସ, କାର୍ ଓନର୍ସ। ମା ବିଶ୍ୱାସ କରିପାରିଲେନି, କୋଷ୍ଟା ମଧ୍ୟ ବିଶ୍ୱାସ କରିପାରିଲାନି ଯେ ତାଙ୍କର 4th ବାର୍ଥଡେ ଉଡ୍ ବି ସୋ ସ୍ପେଶାଲ। ସେ ତ ବସିଛନ୍ତି କୌଣସି କାର୍ରେ ବସିକରି ଏନ୍ଜୟ କରିଛନ୍ତି, କିନ୍ତୁ ତାଙ୍କ ମା କ'ଣ କଲେ, ପୁଣି ଫେସବୁକକୁ ଫେରିଲେ ଏବଂ ଲେଖିଲେ, ଥ୍ୟାଙ୍କ ୟୁ ଅଲ୍ ଡିଅର୍ କାର୍ ଓନର୍ସ ଫର୍ ମେକିଂ ଦ ବାର୍ଥଡେ ଅଫ୍ ମାଇ ସନ୍ ସୋ ସ୍ପେଶାଲ। କିନ୍ତୁ ଚିନ୍ତା କରନ୍ତୁ, ଭାରତବର୍ଷରେ ଯଦି କୌଣସି ଲୋକ ଏଇଭଳି ଗୋଟିଏ ପୋଷ୍ଟ କରିଥାନ୍ତେ, କେଉଁ ଲୋକ ଦାମୀ କାର୍ ତ ଛାଡ଼, ସାଇକେଲ କି ମୋଟର ସାଇକେଲଟିଏ ମଧ୍ୟ ଦେଇଥାନ୍ତେ। ଇଭେନ୍ ଗୋଟିଏ ନୂଆ କାର୍ ଆଣିଲେ ସେଠି ଛୁଇଁବାକୁ ଆଲାଉ କରନ୍ତେ ନା। ତେଣୁ ଫ୍ଲୋରିଡା ସହରରେ ଯେଉଁ ବାର୍ଥଡେ ସେଲିବ୍ରେସନଟା ହେଲା, ତାର ମେସେଜଟା କ'ଣ? ଆଶୀର୍ବାଦ, ଶୁଭେଚ୍ଛା, ଗିଫ୍ଟ, ପାପ, ପୁଣ୍ୟ, ମାନବିକତା, ରେସ୍ପେକ୍ଟ। ତେଣୁ ମାନବିକ ମୂଲ୍ୟବୋଧ ହେଉଛି ବାସ୍ତବିକ ଜିନିଷ, କୌଣସି ଆଧ୍ୟାତ୍ମିକ ବା କାଳ୍ପନିକ ଜିନିଷ ନୁହଁ। ତେଣୁ ଚିନ୍ତା କରନ୍ତୁ, ହାଉ ଟୁ ମେକ୍ the next birthday of your son, daughter, grandson, granddaughter, husband or wife or father or mother so special। ଦେଖୁଥାନ୍ତୁ ଆପଣ ଭିନ୍ନ ବିଚାର। କାହିଁକି ଏଥିରେ ଅଛି ଭିନ୍ନ ତଥ୍ୟ, ଭିନ୍ନ ପ୍ରଶ୍ନ, ଭିନ୍ନ ଉତ୍ତର। ନମସ୍କାର।